ପ୍ରୟାଗରାଜର ମିର୍ଜାପୁର ନ୍ୟାସନାଲ ହାଇୱେରେ ଯାତ୍ରୀବାହୀ ବସ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ବୋଲେରୋରେ ଥିବା 10 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ସମସ୍ତ ଛତିଶଗଡ଼ କୋରବା ଜିଲ୍ଲାରୁ ଏକ ବୋଲେରୋ ଯୋଗେ ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ଯାଉଥିଲେ ଏବଂ ବସ୍ରେ ଥିବା 19 ଜଣ ଯାତ୍ରୀ ମଧ୍ୟପ୍ରଦେଶ ରାଜଗଡ଼ ଅଞ୍ଚଳର ହୋଇଥିବା ବେଳେ ସେମାନେ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। କେରଳର କୋଟ୍ଟାୟମ୍ ସ୍ଥିତ ସରକାରୀ ନର୍ସିଂ କଲେଜରେ ଘଟିଥିବା ରାଗିଂ ଘଟଣାରେ 5 ନର୍ସିଂ ଛାତ୍ର ଗିରଫ। ପୋଲିସ 5 ଜଣ ସିନିୟର ଛାତ୍ରଙ୍କୁ ଗିରଫ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ବହିଷ୍କାର କରିଛନ୍ତି ଏବଂ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ କେରଳ ପୋଲିସକୁ ରିପୋର୍ଟ ତଲବ କରାଯାଇଛି। କେରଳର କୋଜିକୋଡ୍ ସ୍ଥିତ ମାନା କୁଲାଙ୍ଗାରା ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦଳା ଚକଟା ପରିସ୍ଥିତି ସୃଷ୍ଟି। ଏଥିରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି। ମନ୍ଦିରରେ ଉତ୍ସବ ବେଳେ ସହସ୍ରାଧିକ ଭକ୍ତଙ୍କ ସହ 2ଟି ସୁସଜ୍ଜିତ ହାତୀଙ୍କୁ ସାମିଲ କରାଯାଇଥିଲା। ତେବେ ଭକ୍ତମାନେ ବାଣ ଫୁଟାଇବା ଫଳରେ 2ଟି ହାତୀ ଉତ୍ତ୍ୟକ୍ତ ହୋଇପଡ଼ି ଲୋକଙ୍କୁ ଗୋଡ଼ାଇଥିଲା ଏବଂ ସେଠାରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଇଏସ୍ଏସ୍ରେ ଦୀର୍ଘ 8 ମାସ ଧରି ରହିବା ପରେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ମାର୍ଚ୍ଚ 19ରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସୂଚନା। ସୁନିତା ଓ ସାଥୀ ମହାକାଶଚାରୀ ବୁସ୍ ବିଲ୍ମୋରଙ୍କୁ ଫେରାଇ ଆଣିବାକୁ ମାର୍ଚ୍ଚ 12ରେ ଡ୍ରାଗନ ମହାକାଶ ଯାନକୁ ପଠାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। Preview. Audio Jungle. Audio Jungle. Preview. ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା 49 ନମ୍ବର ଜାତୀୟ ରାଜପଥ ଦୁଆର ଶୁଣି ଘାଟି ତଳେ ଅଜଣା ଗାଡି ଧକ୍କାରେ 2 ଯୁବକଙ୍କ ମୃତ୍ୟୁ। ଉଭୟ ଏକ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଅଜଣା ଗାଡି ବାଇକ୍ଟିକୁ ଧକ୍କା ଦେଇଥିଲା। ଏହା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ନବରଙ୍ଗପୁର ଜିଲ୍ଲା ରାୟଘର ବ୍ଲକ ଅଞ୍ଚଳରେ ଥିବା ଏକ ଇଟା ଭାଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକ ଜଣକ ଗଞ୍ଜାପାରା ପଞ୍ଚାୟତ ମାଡ଼ ଗାଁର ପବିତ୍ର ହରିଜନ ହୋଇଥିବା ବେଳେ ମୃତ ଯୁବକଙ୍କ ମୁହଁରେ ଲଙ୍କା ଗୁଣ୍ଡ ବୋଳା ଯାଇଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ପୋଲିସ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ। ଛାତ୍ରଙ୍କ ଠାରୁ ଲାଞ୍ଚ ନେଇ ଗିରଫ ହେଲେ ଦେବଗଡ଼ ମହାବିଦ୍ୟାଳୟର କନିଷ୍ଠ କିରାଣୀ ମଞ୍ଜୁଳା ପ୍ରଧାନ। ସେ ଭାଲିଆଡି ଗ୍ରାମର ଶକ୍ତିମାନ ରାଣାଙ୍କୁ ନୂତନ ସାର୍ଟିଫିକେଟ ଦେବା ପାଇଁ 10,000 ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଏବଂ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। Preview. Preview. Audio Jungle. Audio Jungle. Preview. ରାଜ୍ୟରେ ଆସନ୍ତା 19 ଓ 20 ତାରିଖରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବାବେଳେ କେନ୍ଦୁଝର ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ କୋଇଲା ଜବତ। ଟ୍ରେନ ଯୋଗେ ବିଭିନ୍ନ କମ୍ପାନୀକୁ ଯାଉଥିବା ବେଳେ ଅଧା ବାଟରେ କୋଇଲା କାଢି ବିକ୍ରି କରୁଛନ୍ତି ଦୁର୍ବୃତ୍ତ। ଏହି ଘଟଣାରେ ଜଣକୁ ଗିରଫ କରିଥିବା ବେଳେ ଏକ ବାଇକ୍ ସହ ଟନ ଟନ କୋଇଲା ଜବତ କରିଛି କ୍ରାଇମ ବ୍ରାଞ୍ଚ।
ଏବଂ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ପକ୍ଷରୁ 117 କେଜି ଓଜନର ଗଞ୍ଜେଇ ଜବତ ସହ ଜଣେ ଗିରଫ। ସ୍ଥାନୀୟ ପରମପାଙ୍ଗା ପଞ୍ଚାୟତ ଇଟସେଲ ନଗର କିଳୁପଡା ଘର ପଛପଟେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଗଞ୍ଜେଇ ପୋଲିସ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 3 ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା। Preview.